उज्जीवित होची से विषय दुई पद वार्ता ମୁଁ ଆଜି 41ତମ ଚାରଣ ମହୋତ୍ସବରେ ପହଞ୍ଚିକି ବହୁତ ଆନନ୍ଦିତ ହେଲି। ଏଠି ଯେଉଁ ବାବୁମାନେ ଯେଉଁ ଅନୁଷ୍ଠାନ ପରିଚାଳନା କରୁଛି ବହୁତ ଉଚ୍ଚ କୋଟିର ପରିଚାଳନା ମୁଁ ଦେଖିଲି। ଯେ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ପ୍ରଶ୍ନ ପଚାରାଯାଉଥିଲା ମୁଁ ପଚାରିଲି ଯେ ଆପଣମାନେ ବହୁତ କଠିନ ପ୍ରଶ୍ନ ପଚାରୁଛନ୍ତି, ଯେଉଁ ପ୍ରଶ୍ନର ଉତ୍ତର ଆମକୁ ଆସୁନି। ସେ ମୋତେ କହିଲେ ଯେ ପିଲାମାନଙ୍କୁ ଆମେ ଆଗରୁ ପ୍ରସ୍ତୁତ କରିଥିଲୁ ଏବଂ ପିଲାମାନଙ୍କ ମନ ଭିତରେ ଯଦି ଆଜିଠୁ ଆମେ ତାଙ୍କ ମନ ଭିତରେ ଗୋଟେ କମ୍ପିଟିସନ୍ ଇଏ ରଖିବୁ ଏବଂ ଜାଣିବା ପାଇଁ ଆଗ୍ରହ ରଖିବୁ ଏବଂ ସେମାନେ ଆସ୍ତେ ଆସ୍ତେ ଜଗନ୍ନାଥଙ୍କ ଉପରେ ସେ ଜାଣିବେ, ସେମାନେ ରିସର୍ଚ୍ଚ କରିବେ, ସେମାନେ ଜାଣିବେ ଯେ ଜଗନ୍ନାଥ କ'ଣ, ଜଗନ୍ନାଥ ସଂସ୍କୃତି କ'ଣ। ଆମର ଶ୍ରୀ ଜଗନ୍ନାଥ ଚ୍ୟାନେଲ୍ ଚାଲୁଛି ଯେଉଁଟା 24 ଘଣ୍ଟା ବି ଚାଲୁଛି। ସମସ୍ତେ ଦେଖନ୍ତୁ, ସମସ୍ତେ ଜଗନ୍ନାଥଙ୍କ ଉପରେ ବହୁତ କୁଇଜ୍ ପଚରାଯାଉଛି ଜଗନ୍ନାଥଙ୍କ କ'ଣ। ଏ କଳିଯୁଗରେ ସତ୍ୟଭାଇ ଯେଉଁ କହିଲେ ପ୍ରକୃତ କଳିଯୁଗରେ ଜଗନ୍ନାଥ ହିଁ ଭଗବାନ, ଜଗନ୍ନାଥ ହିଁ ଠାକୁର, ଯେଉଁଟା ବିଶ୍ୱବ୍ୟାପୀ ସମସ୍ତେ ହିଁ ଜଗନ୍ନାଥଙ୍କୁ ସ୍ୱୀକାର କଲେଣି ଯେ କଳିଯୁଗରେ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର। ଜଗନ୍ନାଥଙ୍କର ଦାରୁ ଘଟ ପରିବର୍ତ୍ତନ ହୁଏ। ମୁଁ ବହୁତ ଅନୁଷ୍ଠାନକୁ ଯାଇଛି, ସମସ୍ତଙ୍କ ସହିତ ଯୁକ୍ତି କରେ ଯେ ପୁରୀରେ କାହିଁକି ସବୁ ବିଶୃଙ୍ଖଳା ହେଉଛି। ମୁଁ ତାଙ୍କୁ ଉତ୍ତର ଦିଏ, ଦେଖ ଭାଇ ତୁମେ ଯେଉଁଠିକି ଯାଅ, କେଉଁଠି ଏମିତି ନୀତିକାନ୍ତି ନାହିଁ, ତୁମେ ଶିରିଡ଼ି ସାଇ ଯାଅ, ଯେଉଁଠିକି ଯାଅ ସେଠି ସବୁ ଠାକୁର ବସିଛନ୍ତି। ଏମିତି ଜଗନ୍ନାଥଙ୍କର ନୀତିକାନ୍ତି କେଉଁଠି ନାହିଁ। ତେଣୁ ଏଇ ଯେଉଁ ଜଗନ୍ନାଥଙ୍କ ନୀତିକାନ୍ତି କ'ଣ, ଯେ ସକାଳୁ ଯେଉଁ ଜଗନ୍ନାଥଙ୍କୁ ଯିଏ ଦାନ୍ତକାଠି ଦେଉଛି, ସେ ଯଦି ଦାନ୍ତକାଠି ଆଜି ଦେଇନି କ'ଣ ପାଇଁ ରୁଷିଛି, ଜଗନ୍ନାଥ ସେଇଠି ରହିଥିଲା, ସିଏ ଆଉ ତା କର ନୀତି ହେବନି, ସିଏ ପୁଣି ସେଇଠି ହିଁ ଆରମ୍ଭ ହେବ। ସେଇ ସକାଳ ଧୂପଠୁ ଆରମ୍ଭ ହେବ। ନୀତି କେବେ ଆଉ ଗୋଟେ ନୀତି ଛାଡ଼ିକିରି ଯିବୁ। ଜଗନ୍ନାଥ ଜୀବନ ଠାକୁର, ଜଗନ୍ନାଥ ହେଉଛନ୍ତି ଆମ ସମସ୍ତଙ୍କ ଆତ୍ମା। ଆମେ ଓଡ଼ିଆ ନୁହେଁ, ସମସ୍ତ ଜାତି। ମୁଁ ଆଉ ଗୋଟେ କଥା ଆପଣଙ୍କୁ କହିବି ଯେ ଏ ଜାଗାରେ କହିବା ଉଚିତ ବି ହେବ। ମୋ ସାନ ଭାଇ ନାଇଜେରିଆରେ ଅଛି, ଆଜି 22-23 ବର୍ଷ ହେଲା ନାଇଜେରିଆରେ ଅଛି, ଇଞ୍ଜିନିୟର ଅଛି। ସେଠି ମୁଁ କହିବାର ଅର୍ଥ ହେଲା ଯେ ନାଇଜେରିଆରେ ସେ ଜଗନ୍ନାଥ ସଂସ୍କୃତି ଏତେ ପ୍ରଚାର କରୁଛି, ସେ ତାଙ୍କ ଓଡ଼ିଆ ସମାଜର ସଭାପତି ଅଛି ଏବଂ ସେମାନେ ଗୋଟେ ଜଗନ୍ନାଥ ମନ୍ଦିର 2024 ମସିହାରେ ପ୍ରତିଷ୍ଠା କଲେ। ପୁରୀ ରାଜାଙ୍କୁ ନିମନ୍ତ୍ରଣ କରିଥିଲେ, ରାଜା ଯାଇପାରିଲେନି। ରାଜା ଏତେ ଦୂର ତାଙ୍କର ଦେଖିଲା ପରେ, ତାଙ୍କ ଭିଡ଼ିଓ ଦେଖିଲା ପରେ ଏତେ ଦୂର ସେ ପ୍ରଭାବିତ ହେଲେ, ପୁରୀ ରାଜା ଆଉ ରାଣୀ ପାଟରାଣୀ ସେମାନେ 2025 ମସିହାରେ ପୁରୀ ଯାଇଥିଲେ ନାଇଜେରିଆ ଏବଂ 4 ଦିନ ରହିଲେ ସେ ନାଇଜେରିଆ। ସେ ଫଟୋ ଭିଡ଼ିଓ ବି ମୋ ପାଖରେ ଅଛି ଏବଂ ଏବେ ସେ ବୋହୂ ଅଛି ଭୁବନେଶ୍ୱରରେ। ସେ ଏଇ ମାସ 20 ତାରିଖରେ ନାଇଜେରିଆ ଯିବ, ତାଙ୍କର ଯଜ୍ଞ ଅଛି। ସେମାନେ ଏଇ ଓଡ଼ିଶାରୁ ପଣ୍ଡିତ ନେଇକରି, ସେ ଯେଉଁ ଏବେ ଆସିଥିଲା ଓଡ଼ିଶା, ସେ ତା ଲଗେଜ ନେଲାବେଳେ ତାକୁ କେବଳ 108 ଖଣ୍ଡ ଶାଢ଼ୀ ନେଇକି ଗଲା। ଯେ ସେମାନେ ସେଠି ଯେଉଁ କଳସ ଯାତ୍ରା ହେବ, ସେ ଯାତ୍ରାରେ ସେ ସ୍ତ୍ରୀ ଲୋକମାନେ ସେଇ ଶାଢ଼ୀ ପିନ୍ଧିବେ। ତେଣୁ ଜଗନ୍ନାଥ ସଂସ୍କୃତି ଆମେ ଯେଉଁଠି ରହିଲୁ, ଆମେ ହେଉଛୁ ତାଙ୍କର ମାନେ ସେବକ। ପ୍ରଭୁ ଆମକୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଆମେ ସମସ୍ତେ ଏମିତି କରନ୍ତୁ। ମୁଁ ଏତିକି